ବର୍ତ୍ତମାନ ଆମେମାନେ ଗନଗନିର ରିସୋର୍ଟ ଉପରେ ଅଛୁ। ରିସୋର୍ଟ ଉପରେ ଦେଖନ୍ତୁ କେମିତି ଜାଗାଟା। ଏଇଟା ଶିଲାବତୀ ନଦୀଟା ଯାଇଛି ପାଖରେ। ଲୋକମାନେ ଏଠିକି ବହୁତ ଗୁଡ଼ିଏ ଆସୁଛନ୍ତି ପିକନିକ୍ କରିବାକୁ। ବହୁତ ଗୁଡ଼ିଏ ବସ୍ ଅଛି। ଏଠି ଦେଖନ୍ତୁ ମୁଁ ଜୁମ୍ କରି ଦେଖଉଛି ଲୋକମାନେ କେତେ ଆସିଛନ୍ତି। ଆଉ ଜୁମ୍ର ଇଏ ଦେଖନ୍ତୁ କେତେ ଗାଡ଼ି ସବୁ ଆସିଛି। ଶିଲାବତୀ ନଦୀ ଏଠି ଲୋକମାନେ ଗାଧାନ୍ତି ଆଉ ଏଠି ବସିକି ପିକନିକ୍ କରନ୍ତି। ଆଉ ପାଖରେ ଗୋଟେ ଛୋଟ ପାର୍କଟେ ଅଛି। ଛୋଟ ପାର୍କଟେ ଅଛି ସେଠି ପିଲାମାନେ ଖେଳିବାକୁ ବ୍ୟବସ୍ଥା ଅଛି। ଆଉ ଏଠି ଚାହିଁଲେ ବିଭିନ୍ନ ପ୍ରକାର ରିସୋର୍ଟରେ ବି ଖାଇବା ପାଇଁ ବି ବ୍ୟବସ୍ଥା ଅଛି। ଆପଣଙ୍କର ମିଲ୍ସ ସାଧା ଭେଜ୍ ମିଲ୍ସ 100 ଟଙ୍କା, ବିରିୟାନୀ 80 ଟଙ୍କା ପଡ଼େ। ଭଲ ଖାଇବା ଥିଲା। ଆଜି ଆମେମାନେ ସେଠିକି ଆମ ଫ୍ୟାମିଲି ଖାଇଲୁ। ବହୁତ ଭଲ ଜାଗାଟା। ଦେଖନ୍ତୁ କେତେ ବସ୍ ଆସିଛି ଆଉ ପିକନିକ୍ କରିବା ପାଇଁ ଆସିଛନ୍ତି ସେମାନେ। ଆଉ ଆପଣମାନେ କେବେ ଗନଗନି ଆସିଲେ ଏଠିକି ଆସିବେ। ଗନଗନି ଆସନ୍ତୁ, ବୁଲିକି ଯାଆନ୍ତୁ ଥରେ। ବହୁତ ବଢ଼ିଆ ଜାଗାଟା ଆଉ ସରାଉଣ୍ଡିଂ ବହୁତ ବଢ଼ିଆ ଥିଲା। ଆପଣମାନେ କେବେ ଆସନ୍ତୁ ଇଆଡ଼େ ବୁଲିବା ପାଇଁ। ଏଇଟା ଶିଲାବତୀ ନଦୀଟା। ଦେଖନ୍ତୁ ନଦୀର ବଢ଼ିଆ ପାଣି ଅଛି ବି। ହ୍ୟାଲୋ, ଆଜି ଆମେ ୱେଷ୍ଟବେଙ୍ଗଲର ଗର୍ବେତା ପାଖରେ ଥିବା ଗନଗନି, ଯେଉଁଟାକି ଗ୍ରାଣ୍ଡ କ୍ୟାନିୟନ୍ ବୋଲି ଜଣାଯାଏ, ଆମେ ସେଟା ବୁଲିବାକୁ ଆସିଛୁ। ବର୍ତ୍ତମାନ ମୁଁ ଆପଣଙ୍କୁ ତା'ର ପାଖାପାଖି କେମିତି ଦେଖାଯାଏ, ପରିବେଶ କେମିତି ଅଛି ମୁଁ ଆପଣଙ୍କୁ ଦେଖାଉଛି। ଟିକେ ଦେଖନ୍ତୁ। ଦେଖନ୍ତୁ ଗ୍ରାଣ୍ଡ କ୍ୟାନିୟନ୍, ଗନଗନିର ଗ୍ରାଣ୍ଡ କ୍ୟାନିୟନଟା ଏମିତି ବାହାର ଦେଖିବାକୁ ଏମିତି ଅଛି। ଏମିତି ପରିବେଶଟା। ଏଇଟା ବହୁତ ପୁରୁଣା। ଏଇଟା ଗୋଟେ ଶିଲାବତୀ ନଦୀ ପାଖରେ ଏଇଟା ଆମର ଗନଗନି ଗ୍ରାଣ୍ଡ କ୍ୟାନିୟନ୍। ଏଇଟା ବହୁତ ପୁରୁଣା ଆଉ ନ୍ୟାଚୁରାଲ ଜିନିଷଟା। ଆପଣମାନେ ଏଇ ତା'ର ପରିବେଶ କେମିତି ଅଛି, କେମିତି ଦେଖିବାକୁ ଦେଖିପାରନ୍ତେ। ଏଇଠି ଦେଖନ୍ତୁ ଗୋଟେ ଗୋଲ ହେଇକି ଜାଗାଟା ଅଛି। ସେଠି ଲୋକମାନେ ବେଶୀ କରି ସେଲ୍ଫି ଉଠିବାକୁ ଭଲ ପାଆନ୍ତି। ସେ ଉଠଉଛନ୍ତି ବି। ଆଉ ଏ ପାଖରେ ନଦୀଟେ ଅଛି। ଏଇଟା ଶିଲାବତୀ ନଦୀ ଦେଖନ୍ତୁ। ଆଉ ବହୁତ ବଢ଼ିଆ ନ୍ୟାଚୁରାଲ ଜାଗାଟା। ଆପଣମାନଙ୍କୁ ଯଦି ଏଇ ଗର୍ବେତା, ୱେଷ୍ଟବେଙ୍ଗଲ ଗର୍ବେତା ଆଡ଼େ ଆସୁଛନ୍ତି, ଏଇ ଗନଗନି ଜାଗାଟା ଦେଖିବାକୁ ଆସିବେ। ନିଶ୍ଚୟ ଦେଖିବାକୁ ଆସନ୍ତୁ। ବହୁତ ବଢ଼ିଆ ଜାଗା, ଆପଣମାନଙ୍କୁ ପସନ୍ଦ ଆସିବ। ଆଉ ସେଠି ଗୋଟେ ରିସୋର୍ଟ ଅଛି। ସେଇ ଜାଗାଟା ଯେଉଁ ଦେଖାଉଛି ଜୁମ୍ କରିକି, ସେଇଟା ରିସୋର୍ଟଟା। ସେଠି ଖାଇବା ଖାଇବାର ବ୍ୟବସ୍ଥା ଅଛି। ଏଇଟା ଦେଖନ୍ତୁ ଆପଣମାନେ କେମିତି ଲାଗିଲା। ମୋ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଲାଇକ୍, ସେୟାର, ସବସ୍କ୍ରାଇବ୍। ଥ୍ୟାଙ୍କ ୟୁ।